ତେଣୁ ଯେଉଁମାନେ ଚାହିଁବେ, ଯେଉଁମାନେ ଲ ଷ୍ଟୁଡେଣ୍ଟ ଏବଂ ଯେଉଁମାନେ ଲ ପାଠ ପଢ଼ିଛନ୍ତି ଆଗରୁ, ସେମାନେ ଫ୍ରି ଅଫ୍ କଷ୍ଟରେ ଆସିକି ରହିପାରିବେ। ଦେଖନ୍ତୁ, ଏଇଟା ହେଉଛି ଗୋଟେ ଜେନେରାଲ ସେନ୍ସରେ ଯେଉଁମାନେ ସବୁ ଗାଁ ଗହଳିର ଯେଉଁ ପିଲାମାନେ ଦୁଃଖୀ ରଙ୍କି ଯେଉଁମାନେ ସବୁ ଅଛନ୍ତି, ଗାଁ ଗହଳିର ପିଲାମାନେ ଯେଉଁମାନେ ଯେଉଁମାନଙ୍କର ଗୋଟେ ଭବିଷ୍ୟତରେ ଡ୍ରିମ୍ ଅଛି ଯେ ସେମାନେ ଜଣେ ଭଲ ଓକିଲ ହେବେ ଗାଁ ଗହଳି ପାଇଁ, ଗାଁ ଗହଳିର ଲୋକମାନେ ଯେଉଁମାନେ ସବୁ ତାଙ୍କର ଯେଉଁମାନେ ସବୁ ପ୍ରୋବ୍ଲେମ୍ ଭିତରେ ଅଛନ୍ତି ତାଙ୍କ ପାଇଁ ହେଲ୍ପ କରିପାରିବେ। ଏବଂ ଅନେକ ଆପଣ ଦେଖିବେ ଓଡ଼ିଶାରେ ବର୍ତ୍ତମାନ ବହୁତ ଲୋକଙ୍କର ଡ୍ରିମ୍ ଅଛି, ଯେଉଁମାନେ ଦେଖିବେ କାହା ପରିବାର ଲୋକମାନେ ଗୋଟେ କେସ୍ରେ ପଡ଼ିକି ହାରାସମେଣ୍ଟ ହେଇଯାଇଛନ୍ତି, କି ଗୋଟେ ନ୍ୟାୟ ପାଇନି, କାହାର ଗୋଟେ ମାନେ ଭଉଣୀଟେ କୁ ମାନେ ମିସବିହେଭ୍ ହେଇଛି, ସେ ଲୋକଟା ପୋଲିସ ତାର ଏଫଆଇଆର କରୁନି, କିମ୍ବା ଗୋଟେ ଜାଗାରେ ଗୋଟେ ପଲିଟିକାଲ ଲୋକମାନେ ଅଛନ୍ତି, ସେ ଜଣକୁ ଟର୍ଚର କରୁଛନ୍ତି, ତା ପରିବାର ଲୋକମାନେ ଗୋଟେ ପାଉନାହାନ୍ତି, ନ୍ୟାୟ ପାଇପାରୁନାହାନ୍ତି। ଏଇଭଳି ଯେତେବେଳେ ଆପଣ ଦେଖିବେ ଏଇଭଳି କିଛି ଘଟଣା, ତାଙ୍କ ପରିବାର ଲୋକମାନେ ସେ ଗୋଟେ ଡ୍ରିମ୍ ଭାବନ୍ତି, ମୋ ପୁଅଟା ଯଦି ଗୋଟେ ଓକିଲଟେ ହେଇଥାନ୍ତା ଆଜି ହୁଏତ ମୋତେ ଏଇ ଯେଉଁ ଦିନ ଦେଖିବାକୁ ପଡ଼ିନଥାନ୍ତା, ଜେନେରାଲ ସେନ୍ସରେ। ଆଚ୍ଛା, ମୁଁ ମୋର କଥା କହୁଛି, ମୁଁ କେତେ ଟର୍ଚର ହେଇଛି। ମୁଁ ଯଦି ଗୋଟେ ମାନେ ଓକିଲଟିଏ ନ ହେଇଥାନ୍ତି, ମୋ ଅବସ୍ଥା ତ ବାହାର ବାଜି ଯାଇଥାନ୍ତା, ମୋତେ ଡ୍ରମ୍ ବଜେଇଥାନ୍ତେ ମୋତେ ମିଶିକି ସବୁ, ବୁଝିପାରିଲେ। ତେଣୁ ଲ ଜାଣିଥିବା ଲୋକକୁ ଏ ଭାରତବର୍ଷର ଲୋକମାନେ ଡରନ୍ତି, ଲ ଜାଣିଥିବ ଯେ। କାହିଁକି ନା ଭାରତବର୍ଷରେ ଆପଣ ଲ ମାନେ କ'ଣ, ଘରର ଚାବିଟା, ଘରର ଚାବି ଯାହା ପାଖରେ ଅଛି ଅବଭିୟସଲି ଡରିବେ। ସାଧାରଣ ଲୋକଟାକୁ ଗୋଟେ ଲୋକ ଧମକେଇ ଦେଉଛି, କିନ୍ତୁ ଲ ଜାଣିଥିବା ଲୋକ କିଏ, ଓକିଲ, ଏ ବାପା ଏଇ ଲ ଜାଣିଛି, କାହିଁକିନା ତତେ ଦେଖାବା ସେଇଠି। ଯଦିଓ ଲୋକମାନେ ବହୁତ ବଡ଼ ବଡ଼ କଥା କହୁଛନ୍ତି, ନ୍ୟାୟ ବର୍ତ୍ତମାନ କୋର୍ଟରେ ମିଳୁନି, ୟା ହଉନି ତା ହଉନି, ହେ ଲାଞ୍ଚ ଖାଇଗଲେ ସେ ଅମକ, ବହୁତ କଥା କହୁଛନ୍ତି, କିନ୍ତୁ ଆଜି ମଧ୍ୟ ଭାରତବର୍ଷରେ ଗୋଟେ ଏମିତି ରେ ଅଫ୍ ହୋପ୍ ଅଛି, ଯେତେବେଳେ ଗୋଟେ ଲୋକ ବିପଦରେ ପଡ଼ିଯାଏ, ତାର ସବୁ ଜାଗାରେ ହାରାସମେଣ୍ଟ ହେଇଯାଏ, ସିଏ ବି କହେ ଆମେ ଦେଖାହେବା କୋର୍ଟରେ ଦେଖାହେବା। ତାର ଅର୍ଥ ଗୋଟେ ଲୋକର, ଆଜି ଭାରତର ଗୋଟେ ସାଧାରଣ ଲୋକର ଆଜି ମଧ୍ୟ ହୋପ୍ ଅଛି ଯେ କୋର୍ଟରେ ନ୍ୟାୟ ନିଶ୍ଚିତ ମିଳିବ, ଏଇ ଚିନ୍ତାଧାରା ଅଛି। ତେଣୁ କୋର୍ଟରେ ନ୍ୟାୟ ଅଫିସର କିଏ, କାହା ଦ୍ୱାରା ନ୍ୟାୟ ମିଳିବ, ସିଏ ହେଉଛନ୍ତି ଓକିଲ। କିନ୍ତୁ ଯଦି ଭଲ ଓକିଲଟିଏ ନଥିବ, ଗୋଟେ ହୃଦୟବାନ ଓକିଲ ନଥିବ, ଯାହାର ହୃଦୟ ଅଛି, ହୃଦୟ କାହା କହିବା, ଭଲ ଓକିଲ ଆମେ କାହା କହିବା, ଗୋଟେ ଲୋକଟେ ଜଷ୍ଟିସ୍ ଲୋଧା କହିଲେ ତମେ ସେତେବେଳେ ଜଣେ ଭଲ ଓକିଲ ହେଇପାରିବ, ତମ ସାମ୍ନାରେ ବସିଥିବା ଲୋକର ହୃଦୟଟାକୁ ତମେ ଯେତେବେଳେ ଷ୍ଟଡି କରିପାରିବ, ସେ କୋଉ ପରିସ୍ଥିତି ନେଇକି ତମ ପାଖକୁ ଆସିଛି, କେତେ ଦୁଃଖରେ ଆସିଛି, କେତେ କଷ୍ଟରେ ନେଇକି ଆସିଛି, ସମୟକୁ ଅତିବାହିତ କରୁଛି। ଲୋକମାନେ ଆପଣ ଦେଖନ୍ତୁ କେମିତି ବସିଛନ୍ତି, ତାଙ୍କର ଆଉ କିଛି କାମ ନାହିଁ, ପରିବାର ନାହିଁ ତାଙ୍କର, ସେମାନେ କାହିଁ ଆସି ବାହାରେ ବସିଛନ୍ତି, ସେ ବସିଛନ୍ତି ତାଙ୍କର ଦୁଃଖ, କିଛି ଗୋଟେ ପ୍ରୋବ୍ଲେମ୍ ଭିତରେ ଅଛନ୍ତି, ଆମେ ଅମକ ଆଡଭୋକେଟ ପାଖକୁ ଯିବୁ, ସେ ନିଶ୍ଚିତ ଭାବରେ ଆମର ଦୁଃଖଟାକୁ ଦୂର କରିବେ, ୟେସ୍ ଅର୍ ନୋ। ଆଉ ମୁଁ ଏଠି ବସିକି ଚିନ୍ତା କରିବି ଯେ କେମିତି ମୁଁ ଲୁଟତରାଜ କରିବି, ଲୋକଙ୍କୁ ଠକିଦେବି, ତାହେଲେ ଆପଣ ଜଣେ ଭଲ ଓକିଲ ନୁହନ୍ତି। ଏଇଟା ହେଉଛି ମୋର ମତାମତ, କାହାର ମତାମତ କ'ଣ ମୁଁ ଜାଣିନି। ଏନିୱେ, ଯେଉଁମାନେ ଚାହୁଁଛନ୍ତି ଜଣେ ଭଲ ଓକିଲ ହେବା ପାଇଁ, ଅନେକ ଜାଗାରେ ଆପଣ ଦେଖିବେ ଗୁଡ଼ାଏ ପିଲା ଲ ଆଡ଼ମିସନ୍ କରିଦେଉଛନ୍ତି, ବର୍ଷେ ଦୁଇ ବର୍ଷ, ପୁଣି ପଳେଇଛନ୍ତି କୁଆଡ଼େ, ଆଉ ଆସିନାହାନ୍ତି। କିଛି ଜାଗା ଦେଖିବେ ଲାଇସେନ୍ସ କରିଦେଇଛନ୍ତି, ପିଲା ପାଠ ପଢ଼ିଛନ୍ତି, ଲାଇସେନ୍ସ ଆଉ କରୁନାହାନ୍ତି। କିଛି ପିଲା ଅଛନ୍ତି ଲାଇସେନ୍ସ କରିଦେଇଛନ୍ତି, ଯାଇକି 2-3 ଦିନ, ବର୍ଷେ 2 ବର୍ଷ 5 ବର୍ଷ କୋର୍ଟରେ ବୁଲିଲେ, ତାଙ୍କ ଦ୍ୱାରା ଆଉ କିଛି ହେଲା ନାହିଁ, ଗଲେ ଯାଇକି ଚାଷବାସ କଲେ, କିଏ ପାନ ଦୋକାନ କଲାଣି, କିଏ ଗୋଟେ କ'ଣ କଲାଣି। କ୍ଲିୟର। ତେଣୁ ମୋର କହିବା କଥା, ଲ ହେଉଛି ଗୋଟେ ନୋବେଲ ପ୍ରଫେସନ୍, ଲ ହେଉଛି ଗୋଟେ ରୟାଲ ପ୍ରଫେସନ୍। ଯଦି ଅନେକ ଜାଗାରେ ଦେଖିବେ ମାନେ ଅନେକ ଆଡଭୋକେଟ ମାନେ, ବଡ଼ ବଡ଼ ଆଡଭୋକେଟ ମାନେ ଡିମୋରାଲାଇଜ୍ କରନ୍ତି, ଏ ଦ୍ୱାରା ଆ ଦ୍ୱାରା କିଛି ହେବନି, କି ଏ ପ୍ରଫେସନରେ କେହି ଉପରକୁ ଉଠିନାହାନ୍ତି। ଯଦି ଏ ପ୍ରଫେସନରେ କେହି ଉପରକୁ ଉଠିନାହାନ୍ତି, ଆ ଦ୍ୱାରା କିଛି ହେବନି। ଆପଣ ଆପଣଙ୍କ ପୁଅ ଝିଅକୁ ପାଠ ପଢ଼ାଉଛନ୍ତି ନା ନାହିଁ ଲ, ସେମାନଙ୍କୁ ଓକିଲ କରୁଛନ୍ତି ନା ନାହିଁ। ଯଦି ଆପଣ ଆପଣଙ୍କ ଛୁଆ ପିଲାଙ୍କୁ ଓକିଲ କରୁଛନ୍ତି, ତାହେଲେ ସେ ଗରିବ ଲୋକଟା କାହିଁ ନ କରିପାରିବେ, ସମସ୍ତେ ହେଇପାରିବେ। ଏଠି ଅଭ୍ୟାସ ବଳେ ଶିଶୁ ଯଥା, କହି କ୍ରମେ କହି କଥା, ଥରକୁ ଥର ପଡ଼ି ତଳେ, ଚାଲଇ ଅଭ୍ୟାସର ବଳେ। ଅର୍ଥାତ୍ ଗୋଟେ ଲୋକ ଯଦି, ଆପଣ ମନେକର ଯେତେବେଳେ ଜର୍ଣ୍ଣାଲିଜିମ୍ କରିବା ଆରମ୍ଭ କରିଥିଲେ, ଆପଣ କେତେ ସ୍ମାର୍ଟଲି କରୁଥିଲେ, ଧୀରେ 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 ବର୍ତ୍ତମାନ ଆପଣ ସ୍ମାର୍ଟ। ସେଇଭଳି ଭାବରେ ଯେଉଁମାନେ ଡିମୋରାଲାଇଜ୍ ହେବା ଆବଶ୍ୟକ ନାହିଁ, ପଢ଼ି 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 କାମ ଶିଖିଲେ ଗୋଟେ ଦିନ ଆସିବ ଦ ବେଷ୍ଟ ଲୟାର ହେଇକି ବାହାରିବ। ତେଣୁ ମୋର କହିବା କଥା, ଯେହେତୁ ଘର ଭଡ଼ା ଆମକୁ ପଡ଼ିଲାନି, ଘରଟା ଭଗବାନ ଈଶ୍ୱର ଦେଇଛନ୍ତି, ଈଶ୍ୱରଙ୍କ ଦତ୍ତ ଏଇଟା। ତେଣୁ ଯଦି ଈଶ୍ୱର ଦେଇଛନ୍ତି, ସକଳ ଘଟେ ନାରାୟଣ ଅନାଦି ପରମ କାରଣ, ଅର୍ଥାତ୍ ସମସ୍ତଙ୍କ ଦେହରେ ନାରାୟଣ ବିଦ୍ୟମାନ। ଯଦି କୌଣସି ଗରିବ ଲୋକ ଚାହୁଁଛି ତା ପିଲାଟାକୁ ଆଣିକିରି ଏଠି ଲ ଆଡ଼ମିସନ୍ କରିଦେଇଛି, ସେ ପିଲାଟା ମୋ ପାଖରେ ରହିକି ଲର ଟ୍ରେନିଂ ନେବ, କେମିତି ପାଠ ହେଉଛି, କେମିତି କେସ୍ ତିଆରି ହେଉଛି, କେମିତି କେସ୍ରେ ଆର୍ଗୁମେଣ୍ଟ କରାଯାଉଛି। ଠିକ୍ 3 ବର୍ଷ ପରେ ଯେତେବେଳେ ଲ ତାର ପାଠ ସରିଗଲା ବେଳକୁ ସେ ଗୋଟେ ଓକିଲ ହେଇଯାଇଥିବ। 3 ବର୍ଷ ତାର କ୍ଷତି ହେଲାନି, କିମ୍ବା 3 ବର୍ଷ ତାର ଆଉ ଟେନସନ୍ ବି କିଛି ରହିଲାନି। ସେ ଆସିଲା ଏଠି ସମ୍ପୂର୍ଣ୍ଣ ମାଗଣାରେ ଏଠି ରହିବ, ସମ୍ପୂର୍ଣ୍ଣ ମାଗଣା, ଘର ଭଡ଼ା ଦେବାକୁ ପଡ଼ିଲାନି, ମାଗଣା ଏଠି ରହିଲା।
आगुरी आम लाट्रिन बाथरूम टी प्रोब्लेम था लाट्रिन बाथरूम होगा आराम से झाड़ा फाड़ा जीव किसी प्रोब्लेम ना पेट फाड़ा फाड़ी गोटे चंदन मार्का सका पानी व्यवस्था पूरा आम बोरिंग फोरिंग ये करदेचु किसी असुविधा ना गोटे चंदन मार्का गोटे गाधुआटे पकेब गोटे काच मार्का गोटे झाड़ा जा आसिक पाठ पढ़ हाँ पाठ पढ़ला खाଇବା ପିଇବା ଭାତ ଡାଲମା ଆମର ଏଠି ବାରଙ୍ଗ ହାଟ ଏଠି ପାଖରେ ଅଛି ହାଟ ସନ୍ଧ୍ୟାବେଳକୁ ଗଲେ ପୁରା ବ୍ୟାଗ ଫୁଲ କରିକି ପରିବା ଆଣିଲେ ଆମ ଫ୍ରିଜ୍ ବି କିଣି ଦେଇଛୁ ଫ୍ରିଜରେ ରଖିଲେ ଭାତ ଡାଲମା କରି ଖାଇ ପିଇ ଏନ୍ଜୟ କଲେ ପାଠ ପଢ଼ିଲେ 3 ବର୍ଷ ଏଇ ସରିଯିବ ଓକିଲ ହେଇଗଲେ ହଁ 3 ବର୍ଷରେ ପାଠ ଶେଷ 100% 3 ବର୍ଷରେ ତ ମୁଁ କଣ ଦେବି ଏଟା ଲଟା ପାଠ 3 ବର୍ଷ ଆଉ 3 ବର୍ଷ ସରିଲା ପାଠ ସରିଲା ଏଠି ସେତେବେଳକୁ ସାଙ୍ଗେ ସାଙ୍ଗେ କଳା କୋଟ୍ ପିନ୍ଧି टाई फाई पिंधि वकिल बाबू ही चलले आराम से पैसा रोजगार कले दुखी रंगी साहाଯ୍य कले जहाँ पाखे पैसा अच्छे ताठू पैसा नियो आमर किसी ऑब्जेक्शन नहीं बंचब केमती किंतु जो मैंने गरीब लोक तुम जो फिल कर लोकटा गरीब लोक तार संपूर्ण मागणार केस करवा आवश्यकता रही तेणु जो मैंने चाहिए जो मैंने लॉ स्टूडेंट एवं जो मैंने लॉ पाठ पढ़ी आगु से फ्री ऑफ कॉस्ट आसिक रही मत जोगाजोग करने आप मोर ऑफिसटा हूँ एक्जाक्टली नंदनकानन जो आमर अच्छी चिड़ियाखाना भुवनेश्वर जो नंदनकानन चिड़ियाखाना जो बाघ भालू हाथी घोड़ा मिरिग गयल कुंभीर सब ये अच्छा तार ठीक सामना पट गेट्रे आप सामना जोटा सामनाटे आप जो न्यू भुवनेश्वर रेलवे स्टेशन हो कि पदा साई जो रास्ता अच्छी से रास्तार ठीक 100 मीटर आसला आप देखिए मोर ऑफिसटा से अच्छी आराम से आसवे किसी असुविधा ना मुझे सब अच्छी अवेलेबल अच्छी छुट्टी दिन में सकाल 10टार थी ये 10टारू अच्छी छुट्टी दिन में एवं जो दिन ऑनरेबल हाईकोर्ट अच्छी कोर्ट अच्छी जो दिन से दिन 5टा पर ये अवेलेबल अच्छी किसी असुविधा आसवे आराम से कथा से टेलीफोन फोन फान करी मत मुंड न बिंधे व्हाट्सअप मेसेज करदे से व्हाट्सअप नंबर से जो 9437164399 यही नंबर मेसेज करदे आसवे फ्री ऑफ कॉस्ट किसी असुविधा।